ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବହୁମୂଲ୍ୟ ନାମରେ ଆନ୍ତରିକ ନମସ୍କାର। ଖ୍ରୀଷ୍ଟର ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଜିର ଭିଡ଼ିଓରେ ଆମେ ସେଇ ଜାଗାକୁ ଦେଖିବା ଯେଉଁ ଜାଗାରେ ପ୍ରଭୁ ଯୀଶୁ ପାର୍ବତ୍ୟ ଉପଦେଶ ଦେଇଥିଲେ। ଏଠି ଗୋଟେ ଲେଖା ଅଛି, ଦେଖନ୍ତୁ, ବ୍ଲେସଡ୍ ଆର୍ ଦ ପୋର୍ ଇନ୍ ସ୍ପିରିଟ୍ ଫର୍ ଦେୟାର ଇଜ୍ ଦ କିଙ୍ଗଡମ୍ ଅଫ୍ ହେଭେନ୍। ତାମାନେ ହେଉଛି ଆତ୍ମାରେ ଦିନହୀନ ଲୋକେ ଧନ୍ୟ, କାରଣ ସ୍ୱର୍ଗ ରାଜ୍ୟ ସେମାନଙ୍କର। ମାଥ୍ୟୁ 5:2 ପଢ଼ନ୍ତୁ, ଆପଣଙ୍କୁ ପାର୍ବତ୍ୟ ଉପଦେଶ ମିଳିଯିବ। ଆଉ ଗୋଟେ ଏଠି ଅଛି, ବ୍ଲେସଡ୍ ଆର୍ ଦେ ହୁ ମୋର୍ନ ଫର୍ ଦେ ୱିଲ୍ ବି କମ୍ଫର୍ଟେଡ୍। ଶୋକାର୍ତ୍ତ ଲୋକେ ଧନ୍ୟ, କାରଣ ସେମାନେ ସାନ୍ତ୍ୱନା ପ୍ରାପ୍ତ ହେବେ। ୟାର ଅର୍ଥ ହେଉଛି ଏଇଟା। 5:1 ପୁରା 12 ପଢ଼ନ୍ତୁ, ସେଠି ଲେଖା ଅଛି। ଏଠି ତୃତୀୟ ପଦ, ବ୍ଲେସଡ୍ ଆର୍ ଦ ମିକ୍ ଫର୍ ଦେ ୱିଲ୍ ଇନହେରିଟ୍ ଦ ଲ୍ୟାଣ୍ଡ। ନମ୍ର ଲୋକେ ଧନ୍ୟ, କାରଣ ସେମାନେ ପୃଥିବୀର ଅଧିକାରୀ ହେବେ। ତେବେ ପ୍ରିୟ ବନ୍ଧୁଗଣ, ଦର୍ଶକମାନଙ୍କୁ ଆକର୍ଷିତ କରିବା ପାଇଁ ଏଠି ଏମିତି ଭାବରେ ଗୋଟେ ପରେ ଗୋଟେ ପଦଗୁଡ଼ିକ ଲେଖା ଅଛି। ବ୍ଲେସଡ୍ ଆର୍ ଦେ ହୁ ହଙ୍ଗର ଆଣ୍ଡ ଥର୍ଷ୍ଟ ଫର୍ ରାଇଚସନେସ୍ ଫର୍ ଦେ ୱିଲ୍ ବି ସାଟିସ୍ଫାଏଡ୍। ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ ଲୋକେ ଧନ୍ୟ, କାରଣ ସେମାନେ ପରିତୃପ୍ତ ହେବେ ବୋଲି ଲେଖା ଅଛି। ହଁ ପ୍ରିୟ ବନ୍ଧୁଗଣ, ତାପରେ ଆହୁରି ବି ଆମେ ଦେଖିବାକୁ ପାରିବା, ବ୍ଲେସଡ୍ ଆର୍ ଦ ମର୍ସିଫୁଲ୍ ଫର୍ ଦେ ୱିଲ୍ ବି ଶୋର୍ ମର୍ସି। ଦୟାଳୁ ଲୋକେ ଧନ୍ୟ, କାରଣ ସେମାନେ ଦୟା ପ୍ରାପ୍ତ ହେବେ। 7 ପଦ, 5 ପର୍ବର 7 ପଦରେ ଲେଖା ଅଛି। ତେବେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏଇ ଜାଗାରେ ପାର୍ବତ୍ୟ ଉପଦେଶ ଦେଇଥିଲେ, ଅର୍ଥାତ୍ ପର୍ବତ ଉପରେ ଉପଦେଶ ଦେଇଥିଲେ। ଏଠି ଗୋଟେ ପଦ ଲେଖା ଅଛି, ଯୋହନ 7:37 ଆପଣ ପଢ଼ନ୍ତୁ। ଏ ଲେଖା ଅଛି, ଲେଟ୍ ଏନି ୱାନ୍ ହୁ ଥର୍ଷ୍ଟ କମ୍ ଟୁ ମି ଆଣ୍ଡ ଡ୍ରିଙ୍କ ହୁଏଭର୍। ଯେ କେହି ତୃଷିତ ସେ ମୋ ନିକଟକୁ ଆସୁ ଏବଂ ପାନ କରୁ। ଆଉ ଏମିତି ଲେଖା ଅଛି, ଏଠାରେ ଅନନ୍ତ ଜୀବନକୁ ଜଳ ଭାବରେ ଦର୍ଶାଯାଇଛି। ଯେମିତି ଜଳ ନ ପାଇଲେ ଜଣେ ମରିଯିବ, ଆଉ ସେମିତି ଅନନ୍ତ ଜୀବନ ନ ପାଇଲେ ଜଣେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବ ନାହିଁ। ଆଉ ଆତ୍ମାରେ ସେ କ'ଣ ହେବ? ସେ ମୃତ ହୋଇଯିବ, ବା ସେ ଆତ୍ମାର ମୃତ ଅଟେ ଯଦି କେହି ଅନନ୍ତ ଜୀବନ ପାଇବ ନାହିଁ। ଏଠି କ'ଣ କ'ଣ ମନା ଅଛି ଦେଖନ୍ତୁ। ଯଦି ଆପଣ ଭିତରକୁ ଯିବେ, ଆଉ ଗୃହପାଳିତ ପଶୁ ନେଇପାରିବେ ନାହିଁ, କୌଣସି ହତିଆର ନେଇପାରିବେ ନାହିଁ, ଆଉ ଥୁକି ପାରିବେ ନାହିଁ ବା ଛେପ ପକାଇ ପାରିବେ ନାହିଁ, ଧୂମ୍ରପାନ ନିଷେଧ, ଆଉ ମଦ୍ୟପାନ ନିଷେଧ, ଏମିତି 6ଟି ଜିନିଷ ଏଠି ବାରଣ କରାଯାଇଛି। ଆଉ ଏଇସବୁ ବିଷୟ ଆପଣ ଏଇ କ୍ୟାମ୍ପସ୍ ଭିତରେ ଆପଣ କରିପାରିବେ ନାହିଁ, ଯେଉଁଟା କୁହାଯାଏ ମାଉଣ୍ଟ ଅଫ୍ ବେଟିଚ୍ୟୁଡ୍। ଏଇଟା ହେଉଛି ସେଇ ପର୍ବତ ଯେଉଁ ପର୍ବତ ଉପରୁ ପ୍ରଭୁ ଯୀଶୁ କ'ଣ କରିଥିଲେ? ଉପଦେଶ ଦେଇଥିଲେ। ତାଙ୍କର ଉପଦେଶକୁ ପାର୍ବତ୍ୟ ଉପଦେଶର ନାମରେ ଜଣାଯାଏ। ଏଠି ଆଉ ଗୋଟେ ଲେଖା ଦେଖନ୍ତୁ, ବ୍ଲେସଡ୍ ଆର୍ ଦ କ୍ଲିନ୍ ଅଫ୍ ହାର୍ଟ ଫର୍ ଦେ ୱିଲ୍ ସି ଗଡ୍। ଶୁଦ୍ଧଚିତ୍ତ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ଦର୍ଶନ ପାଇବେ। 5:8 ଲେଖା ଅଛି। ମାଥ୍ୟୁ 5:8। ଯେଉଁମାନଙ୍କ ହୃଦୟ ନିର୍ମଳ, ଆଉ ସେମାନେ ଈଶ୍ୱରଙ୍କର ଦର୍ଶନ ପାଇବେ। ଇଏ କୌଣସି ଛୋଟିଆ କଥା ନୁହେଁ। ତେବେ ପ୍ରିୟ ବନ୍ଧୁଗଣ, ଏ ସ୍ଥାନ ଦେଖନ୍ତୁ ଏବଂ ମୋତେ କୁହନ୍ତୁ ଆପଣଙ୍କୁ କିପରି ଲାଗୁଛି। ବ୍ଲେସଡ୍ ଆର୍ ଦ ପିସ୍ ମେକର୍ସ ଫର୍ ଦେ ୱିଲ୍ ବି କଲ୍ଡ ଚିଲଡ୍ରେନ୍ ଅଫ୍ ଗଡ୍। ଶାନ୍ତିକାରକ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ଖ୍ୟାତ ହେବେ। 9 ପଦ,
ଶାନ୍ତିକାରକ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ଖ୍ୟାତ ହେବେ। ଏଠି ଦେଖନ୍ତୁ, ଏଠି ଆଉ ଗୋଟେ ଅଛି ପଦ, ଏଠି ଲୋକମାନେ ବସିଛନ୍ତି, ଯାହା ଟିକେ ସାଇଡ଼୍ ହେଇଗଲେ ଆମେ ପଢ଼ିପାରିବା। ବ୍ଲେସେଡ୍ ଆର୍ ଦେ ହୁ ଆର୍ persecuted for the sake of righteousness, for theirs is the kingdom of heaven। ଏଟା ଲିଭି ଯାଇଛି। ଯାହା ବି ହଉ, ଧାର୍ମିକତା ନିମନ୍ତେ ତାଡ଼ନା ପ୍ରାପ୍ତ ଲୋକେ ଧନ୍ୟ, କାରଣ ସ୍ୱର୍ଗ ରାଜ୍ୟ ସେମାନଙ୍କର। ତେବେ ପ୍ରିୟ ବନ୍ଧୁଗଣ, ଏମିତି ଲେଖା ଅଛି, ସବୁ ଆମେ ଯେତେ ପ୍ରଭୁ ଯୀଶୁ ଯେତେ ବି ପାର୍ବତ୍ୟ ଉପଦେଶ ଦେଇଥିଲେ ସବୁ ଏଠି ଲେଖା ଅଛି। ସବୁ ମିଶାଇକି ଯଦି ଆମେ ଦେଖିବା 1 2 3 4 5 6 7 8, ମାନେ ଟୋଟାଲ 8ଟି ପାର୍ବତ୍ୟ ଉପଦେଶ ପ୍ରଭୁ ଯୀଶୁଖ୍ରୀଷ୍ଟ ଏଇ ପର୍ବତ ଉପରୁ ପ୍ରଦାନ କରିଥିଲେ। ହଁ ପ୍ରିୟ ବନ୍ଧୁଗଣ, ଆପଣ ଥମ୍ବନେଲରେ ଯେମିତି ଦେଖିଥିଲେ, ଏବେ ବି ସେମିତି ଦେଖନ୍ତୁ ଥମ୍ବନେଲ୍, ଏଇଟା ହେଉଛି ସେଇ ଘର, ଆଉ ଯେଉଁଟା ଆପଣ ଦେଖିଥିଲେ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ପ୍ରାୟ 2000 ବର୍ଷ ପୂର୍ବରୁ ଏଠାରେ ଏ ପର୍ବତଟି ଥିଲା, ମାନେ ଗୋଟେ ବିଶାଳ ପର୍ବତ ଥିଲା। ଆଉ ଯେଉଁ ପର୍ବତ ଉପରେ ପ୍ରଭୁ ଯୀଶୁ ବସିକି ପାର୍ବତ୍ୟ ଉପଦେଶ ଦେଇଥିଲେ, କିନ୍ତୁ ଆଜି ଏଠାରେ ଏକ ଏମିତି ଘର ନିର୍ମାଣ କରାଯାଇଛି। ଏ ସ୍ଥାନକୁ ବହୁତ ସୁନ୍ଦର ଭାବରେ ସଜାଯାଇଛି, ଯେପରିକି ଏହା ଦର୍ଶକମାନଙ୍କୁ ଆକର୍ଷିତ କରିପାରିବ। ସେଥି ନିମନ୍ତେ ଏହି ସ୍ଥାନକୁ ଏମିତି ଭାବରେ ସଜାଯାଇଛି, ଆଉ ଆପଣ ଦେଖିପାରୁଥିବେ। ଦେଖନ୍ତୁ ଏହି ସ୍ଥାନକୁ କେତେ ବଢ଼ିଆ ଭାବରେ ସଜାଯାଇଛି। ଏହି ସ୍ଥାନକୁ ଯଦି ଆପଣ କେବେ ଏ ସ୍ଥାନକୁ ଯାଇଥିବେ ତେବେ ମୋତେ କମେଣ୍ଟ କରିବେ। ଫଳରେ ଆମେ ବି ଖୁସି ହେବୁ ଯେ ଆପଣ ସେ ଜାଗାକୁ ଗଲେ। ଯଦି କେବେ ଯିବା ପାଇଁ ପ୍ଲାନିଂ କରୁଛନ୍ତି ତେବେ ବି କମେଣ୍ଟ କରନ୍ତୁ, ଯାହାଫଳରେ ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବୁ। ପ୍ରଭୁ ଆପଣଙ୍କୁ ସାହାଯ୍ୟ କରନ୍ତୁ, ସମସ୍ତ ଆର୍ଥିକ ବିଷୟ ପ୍ରଦାନ କରନ୍ତୁ। ଯଦି ଆପଣ ଇଚ୍ଛା ପ୍ରକାଶ କରୁଛନ୍ତି ଯିବା ପାଇଁ, ତେବେ ଆପଣ ଯାଇକି ଆସିପାରିବେ। ଆଉ ଦେଖନ୍ତୁ କେତେ ସୁନ୍ଦର ଭାବରେ ଏ ଜାଗାକୁ ସଜା ହେଇଛି। ଆଉ ୟାକୁ କୁହାଯାଏ ଇଂରାଜୀରେ ମାଉଣ୍ଟ ଅଫ୍ ବେଟିଚ୍ୟୁଡ୍ସ। ଏହା କି ପର୍ବତ? ଏଟା ହେଉଛି ସେଇ ପର୍ବତ ଯେଉଁ ପର୍ବତ ଉପରେ ପ୍ରଭୁ ଯୀଶୁ କ'ଣ କରିଥିଲେ? ଏହି ପର୍ବତ ଉପରେ ଉପଦେଶ ଦେଇଥିଲେ, ଯାହାକୁ କୁହାଯାଏ ପାର୍ବତ୍ୟ ଉପଦେଶ ବୋଲି କୁହାଯାଏ, ବା ପର୍ବତରୁ ଉପଦେଶ ଦିଆଯାଇଥିବା ପର୍ବତ। ଆଉ ତାହା ଆଜି ଏମିତି ଭାବରେ ଦେଖାଯାଏ। ଯଦି ଆପଣ କେବେ ସେ ସ୍ଥାନକୁ ଯିବେ, ତେବେ ଆପଣ ଏ ସମସ୍ତ ବିଷୟ ନିଜ ଆଖିରେ ଦେଖିପାରିବେ। ଆଉ ଆପଣ ଏମିତି ଦେଖୁଛନ୍ତି ଯେମିତି ଆପଣଙ୍କୁ ଆନନ୍ଦ ଲାଗୁଛି। ଆପଣ ଯଦି ସେଠି ଯାଇକି ଡାଇରେକ୍ଟ ଦେଖିବେ, ତେବେ ଆପଣଙ୍କୁ ଆହୁରି ଭଲ ଲାଗିବ। ଆଉ ଏ ପରିବେଶ ବି ବହୁତ ନିର୍ମଳ ଅଟେ, କୌଣସି ପ୍ରଦୂଷିତ ଏରିଆ ନୁହେଁ, ଚାରିଆଡ଼େ ପରିଷ୍କାର ପରିଚ୍ଛନ୍ନ। କାରଣ ଆପଣ ଦେଖିଥିବେ ପ୍ରବେଶ କଲାବେଳେ 6ଟି ବିଷୟ ବାରଣ କରାଯାଇଥିଲା, ଆପଣ ଏହି ଭିତରେ କରିପାରିବେନି। ସେଇଥିପାଇଁ ବୋଲି ଏ ଜାଗା ହେଉଛି ପରିଷ୍କାର। ଯଦି କିଛି କଟକଣା ନଥାନ୍ତା, ଆଉ ଯଦି ପୁରା ଫ୍ରିଡ଼ମ୍ ଦିଆଯାଇଥାନ୍ତା, ଯାଅ ମନ ଇଚ୍ଛା କାମ କର, ତେବେ ଏ ଜାଗା ପୁରା ଅପରିଷ୍କାର ହେଇକି ଥାନ୍ତା। କିଏ ପଲିଥିନ୍ ନେଇପାରିବେ ନାହିଁ, ଜଳଖିଆ ନେଇପାରିବେ ନାହିଁ, ଧୂମ୍ରପାନ କି ମଦ୍ୟପାନ କରିପାରିବେନି,
କୌଣସି ପୋଷା ଜନ୍ତୁ ନେଇପାରିବେନି, କାରଣ ଆପଣ ଜାଣିଥିବେ ପୋଷା ଜନ୍ତୁମାନେ ଯଦି ଭିତରେ ଝାଡ଼ା କଲେ କି ପରିସ୍ରା କଲେ ତେବେ ଜାଗା ଅପରିଷ୍କାର ହେବ। ଆଉ ଏପରିକି ଏହି ଜାଗାକୁ ପବିତ୍ର ବୋଲି ବି ମାନ୍ୟ କରାଯାଏ। ଏମିତି ଏକ ପବିତ୍ର ଜାଗାକୁ କେହି ଅପବିତ୍ର ବା ଅପରିଷ୍କାର ନ କରୁ, ସେଠାକାର ଗଭର୍ଣ୍ଣମେଣ୍ଟ ବା ସରକାର ସେଇଟା ସେ ଇଚ୍ଛା ପ୍ରକାଶ କରନ୍ତି। ସେଥିପାଇଁ ଏ ଜାଗା ହେଉଛି ନିର୍ମଳ ଅଟେ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଏ ଜାଗା କେମିତି ଲାଗିଲା କମେଣ୍ଟ କରନ୍ତୁ। ଆଉ ଯଦି ଚ୍ୟାନେଲକୁ ପ୍ରଥମ ଥର ପାଇଁ ଆପଣ ଆସିଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ହେ ପ୍ରଭୁ, ଏଠାରେ ଏକ ଆୟୁର୍ବେଦର ଗୋଟେ ଭଣ୍ଡାର ଅଛି। ହୋଇପାରେ ଏଟା କେଶ ତେଲ ହୋଇପାରେ। ଏରା ସବୁ ଆୟୁର୍ବେଦ ଜଡ଼ିବୁଟି ଯେଉଁଟା କୁହାଯାଏ। ଆଉ ଏଠି କିଛି ଜଡ଼ିବୁଟି ଆପଣ କିଣିକି ନେଇପାରିବେ ବିଭିନ୍ନ ରୋଗ ପାଇଁ, ବିଭିନ୍ନ ସମସ୍ୟା ପାଇଁ। ଏଇଟା ହେଉଛି କେଶ ତେଲ। ଦେଖନ୍ତୁ ଭିତରେ। ଆଉ ପ୍ରିୟ ବନ୍ଧୁଗଣ, ଭିଡ଼ିଓ କେମିତି ଲାଗିଲା କମେଣ୍ଟ କରନ୍ତୁ। ଯଦି ଆପଣ ଚ୍ୟାନେଲକୁ ପ୍ରଥମ ଥର ପାଇଁ ଆସିଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଆଉ ଯଦି ଆପଣ ଚାହୁଁଛନ୍ତି ଆହୁରି ଭିଡ଼ିଓ ଦେଖିବା ପାଇଁ, ସବସ୍କ୍ରାଇବ୍ କରନ୍ତୁ, ଏହି ଭିଡ଼ିଓକୁ ସେୟାର କରନ୍ତୁ। ଧନ୍ୟବାଦ।